ସାଙ୍ଗମାନେ ହଠାତ୍ ଘରେ ହେଲା ଚକୁଳି ଆଉ ବିରି ଆଳୁ ଚକୁଳି ହେବ। ତା ସହିତ ପୁଣି ପଣସ ମଞ୍ଜି ଭଜା ହେଇଛି। ସାଙ୍ଗମାନେ ନାଉ ବର୍ତ୍ତମାନ କଟା ସରିଲାଣି, ଏଇନା ଜୁସ୍ ହେବ ଆଉ ପିଆ ହେବ। ଏ ଦେହ ପାଇଁ ବହୁତ ହିତକର। ସାଙ୍ଗମାନେ ସକାଳୁ ସକାଳୁ ନାଉ ଜୁସ୍ ରେଡ଼ି, ବର୍ତ୍ତମାନ ପିଇଦେବା। ଏଇ ସାନ ଆମର ପିଇ ସାରି କଂସାରେ, ଆଉ ମୁଁ ଗିଲାସରେ ପିଉଛି ଦେଖନ୍ତୁ। ଆଉ ଜଳ ଅଭିଷେକ କରାଯାଉଛି। ସାଙ୍ଗମାନେ ସକାଳୁ ସକାଳୁ ବାବା ଖଲେଶ୍ୱରଙ୍କ ଦର୍ଶନ ହୋଇଗଲା। ଆଉ ଆଜି ଖରାରେ ପ୍ରବଳ ହେବ ଲାଗୁଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସାଙ୍ଗମାନେ ଆଜି ସକାଳୁ ସକାଳୁ ପ୍ରଭୁ ଶ୍ରୀ ମହାଦେବ ଦର୍ଶନ ହୋଇଗଲେ। ଆଉ ଘରେ ହେଇଗଲା ନାଉ ଜୁସ୍। ସାଙ୍ଗମାନେ ବର୍ତ୍ତମାନ ଯେଉଁ ପାଗରେ ପରିବର୍ତ୍ତନ ହେଉଛି, ସକାଳେ ଖରା ହେଉଛି, ସନ୍ଧ୍ୟାବେଳେ ବର୍ଷା ଆସି ଛେଚି ଦେଇଯାଉଛି। କେମିତି ପାଗ ବି ଚେଞ୍ଜ ହେଉଛି ଜଣାପଡ଼ୁନି। ଚାଲନ୍ତୁ ଦେଖିବା ଦିନମାନ ବ୍ଲକରେ ଆଜି କ'ଣ ହେଉଛି। ଫଲୋ ମି। ସାଙ୍ଗମାନେ ହଠାତ୍ ଘରେ ହେଲା ଚକୁଳି ଆଉ ବିରି ଆଳୁ ଚକୁଳି ହେବ। ତା ସହିତ ପୁଣି ପଣସ ମଞ୍ଜି ଭଜା ହେଇଛି। ଆଉ ଚକୁଳି ବହୁତ ପତଳା ପତଳା ହେଇଛି, ଖାଇବାକୁ ଭାରି ଟେଷ୍ଟି ଲାଗେ। ଗାଁରେ ରହିଲେ ଚକୁଳି ଆଉ ଦେଶୀ ଜିନିଷ ଅନେକ ଖାଇବାକୁ ପଡ଼ିବ। ଆଉ ଅଳ୍ପ ବୋଧେ ଥିଲା, ଦୁଇଟା ହେଲା, ସରିଗଲା। ଆଉ ପୁରା ବଢ଼ିଆ ବଢ଼ିଆ ପତଳା ଚକୁଳି ହେଲା। ଏ ତେଲ ଦିଆହେଉଛି ବୋଧେ ଭଲ କିନା ଉଠିବା ପାଇଁ ନା। ପାଞ୍ଚ ଫୁଟ ଚକୁଳି ହେଇଗଲା ନା। ଆଉ ଏ ସହରରେ ରହିଲେ ଏରା ତୁମେ ପାଇବନି, କିଣା ଜିନିଷ ପାଇବ ଖାଇବାକୁ। ଘରେ ହେଲା ସାଙ୍ଗେ ସାଙ୍ଗେ ଗୋଳେଇଲ, ଚକୁଳି କଲ। ବର୍ତ୍ତମାନ ଚକୁଳି ନଉଟା ହେବ। ବଢ଼ିଆ ଟେଷ୍ଟିଦାର ହେଇଛି। ସାଙ୍ଗମାନେ ଚକୁଳି ହେଇଗଲା ବର୍ତ୍ତମାନ। ସାଙ୍ଗମାନେ ସକାଳୁ ସକାଳୁ ଦେହ ପାଇଁ ହିତକର ହେଉଛି ନାଉ ଜୁସ୍। ବର୍ତ୍ତମାନ ନାଉ କଟା ହେଲାଣି, ଜୁସ୍ ବନା ହେବ। ଆଉ ନାଉ ବର୍ତ୍ତମାନ କଟା ହେଲାଣି, ଗ୍ରାଇଣ୍ଡିଙ୍ଗ କରି ତା ପିଇଲେ କୋଲେଷ୍ଟ୍ରଲ୍, ହାର୍ଟ ପ୍ରୋବ୍ଲେମ୍ ଯଦି ଥିବ ଭଲ ହେଇଯିବ। ନାଉ ବର୍ତ୍ତମାନ କଟା ହେଇ ଜୁସ୍ ହେବ। ସାଙ୍ଗମାନେ ନାଉ ବର୍ତ୍ତମାନ କଟା ସରିଲାଣି, ଏଇନା ଜୁସ୍ ହେବ ଆଉ ପିଆ ହେବ। ଏ ଦେହ ପାଇଁ ବହୁତ ହିତକର। ନାଉ ଜୁସ୍ ପିଇଲେ କୋଲେଷ୍ଟ୍ରଲ୍ କମିଯିବ, ହାର୍ଟ ପ୍ରୋବ୍ଲେମ୍ ଥିଲେ ହାର୍ଟ ଭଲ ହେବ, କିଡ଼ନୀ ବି ସଫା ବି ହେଇଯିବ। ହଁ, ଡକ୍ଟର କହିଛନ୍ତି ଦେଶୀ ଜିନିଷ ଯେତେ ପିଇବ ଖାଇବ ସେତେ ଦେହ ପାଇଁ ଭଲ। ନାଉ ତ କଟା ସରିଗଲାଣି। ଆଉ କ'ଣ, ନାଉ କଟା ସରିଗଲାଣି, ନା ଜୁସ୍ ହେବ। ଗ୍ରାଇଣ୍ଡିଙ୍ଗ ବର୍ତ୍ତମାନ ହେଇଚାଲିଲା। ନାଉ ଜୁସ୍ ବର୍ତ୍ତମାନ ରେଡ଼ି। ବର୍ତ୍ତମାନ ପିଇବା ନାଉ ଜୁସ୍। କପେ କପେ ପିଇଦେବା। ଅଳ୍ପ ଟିକେ ପାଣି ଦିଅ, ସେତିକି ମୋତେ ବଢ଼ିଆ ଟିକେ ଦେଇଦେଉନ, ଭଲ ହେବ। ସାଙ୍ଗମାନେ ଏ ସକାଳୁ ଗୋଟେ ଖାଦ୍ୟ କଲେ ବି ଚଳେ। ସାଙ୍ଗମାନେ ସକାଳୁ ସକାଳୁ ନାଉ ଜୁସ୍ ରେଡ଼ି, ବର୍ତ୍ତମାନ ପିଇଦେବା। ଏଇ ସାନ ଆମର ପିଇ ସାରି କଂସାରେ, ଆଉ ମୁଁ ଗିଲାସରେ ପିଉଛି ଦେଖନ୍ତୁ। ଆଉ ସାଙ୍ଗମାନେ ସକାଳୁ ସକାଳୁ ଆଜି ପ୍ରଭୁ ଶ୍ରୀ ଖଲାଶ୍ୱରଙ୍କ ଦର୍ଶନ ହୋଇଗଲା। ଯେହେତୁ ଶନିବାର ଆଜି। ଏଠି ଗୋଟେ ବାଛୁରୀ ସମସ୍ତଙ୍କୁ ଅନେଇ ବସିଛି, କଦଳୀ ଖାଇବ ବୋଲି ପ୍ରଭୁଙ୍କ ପ୍ରସାଦ।
ଜଳ ଅଭିଷେକ କରାଯାଉଛି ମନରେ। ସାଙ୍ଗମାନେ ସକାଳୁ ସକାଳୁ ବାବା ଖଲାଶ୍ୱରଙ୍କ ଦର୍ଶନ ହୋଇଗଲା। ଆଉ ଆଜି ଖରାରେ ପ୍ରବଳ ହେବ ଲାଗୁଛି। ସାଙ୍ଗମାନେ ସକାଳୁ ସକାଳୁ ଖରା ଜୋର ହେଉଛି, ସନ୍ଧ୍ୟାବେଳୁ ବର୍ଷା କେଉଁଠୁ ଆସୁଛି ନାଦି ଦେଇଯାଉଛି। ଆଉ ପାଗ ପବନ ବି ନାହିଁ, ପୁରା ଗୁଳୁଗୁଳି ବି ଆରମ୍ଭ ହୋଇଗଲାଣି। କିନ୍ତୁ ଏ ଯେଉଁ ବର୍ଷାରେ ଗଛ ସବୁ ସବୁଜିମାରେ ପରିପୂର୍ଣ୍ଣ ହୋଇଯାଇଛି। ସାଙ୍ଗମାନେ କେନାଲ କିନ୍ତୁ ଖାଲି, ଆଉ ମୌସୁମୀ କିନ୍ତୁ ଆସିଥିଲା ଫେରିଗଲା। କିନ୍ତୁ ବର୍ଷା ହେଲେ କେନାଲ ପାଣି ଆସିଲେ ଚାଷବାସ ଷ୍ଟାର୍ଟ ହେବ, ଯାଇ ରଜ ପରେ ସବୁ। ଆଉ ସାଙ୍ଗମାନେ ଖରାର ଦେଖନ୍ତୁ ତାପ ଏତେ ଜୋର, ଯାହାଫଳରେ ବର୍ଷା ପୁଣି ଆସିଲାଣି। ଲାଗୁଛି ଆଉ ବର୍ଷା କିଛି ରଖିବନି। ଦିନ ସାରା ଖରା ହେଉଛି, 4ଟା ଯେମିତି ହେଉଛି ବର୍ଷା ମାଡ଼ି ଯାଉଛି। ଏ ଖରା ଯେ ଦେଖନ୍ତୁ କେତେ ଜୋର ଖରା ହେଇଛି, ବର୍ଷା ବି ଘୁ ଘୁ ହେଉଛି। ଆଉ ଏକରେ ଚାଷ ଜମି ସବୁ ହଳ ହେଇଗଲାଣି ସାଙ୍ଗମାନେ, ଧାନ ଫସଲ ପାଇଁ। ଏକରେ ଦେଖନ୍ତୁ ଏଇ ସବୁ ହଳ ହେଇଗଲାଣି। ଆଉ ଚାଷୀ ସବୁ, କଥାରେ ଅଛି ଚାଷ ତରବର ବଣିଜ ମଠ, ଏ ଚାଷ କାମ ତରବର ସବୁବେଳେ। ଏ ହଳ ସବୁ ହେଇଗଲାଣି। କିଏ କିଏ ସବୁ ନଳିତା ବୁଣିବେ, କିଏ ସବୁ ଧାନ ତଳି ପକାଇବେ, ଆଉ କିଏ ସବୁ ବିଲକୁ ଯେଉଁ ଘାସ ଫାସ ହେଇଛି ବାଛିକି ରଖିବା ପାଇଁ। ସାଙ୍ଗମାନେ ସକାଳୁ ସକାଳୁ ଆମେ ଚାଲିଲୁ ଆଜି ନିଶ୍ଚନ୍ତ କୋଇଲି ବଜାର ବହୁତ ସୁନ୍ଦର। ଚାଲନ୍ତୁ ଦେଖିବା। ସାଙ୍ଗମାନେ ନିଶ୍ଚରକୋଇଲି ଆସିଥିଲି। ନିଶ୍ଚରକୋଇଲି ବୁଲିବା ସରିଗଲା। ଆଉ ପୁଣି ଦେଖା ହେବ ନେକ୍ସଟ ଏକ ଭିଡ଼ିଓରେ, ନେକ୍ସଟ ଏକ ଏପିସୋଡ଼ରେ। ରହୁଛି ସାଙ୍ଗମାନେ। ଦିନମାନର ବ୍ଲଗ୍ ଆଜି ଏମିତି ଥିଲା। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହେବ ନେକ୍ସଟ ଏକ ଭିଡ଼ିଓ, ନେକ୍ସଟ ଏକ ବ୍ଲଗ୍ରେ। ରହୁଛି, ବାଏ ବାଏ।